ପଞ୍ଚମ ଅଧ୍ୟାୟ ଶୁକୋବାଚ। ହେମନ୍ତେ କୃଷ୍ଣ ବାକ୍ୟ ଶୁଣି ସେ ଶକ୍ରଚିତ୍ତର ଦୁର୍ଲଣୀ ଉଚନ୍ତି ପତି ସ୍ନେହ ଜ୍ଞାନୀ। ଭୋନାଥ କହ ପୁଣ୍ୟ ଧ୍ୱନି କାର୍ତ୍ତିକ ମହାତ୍ମ୍ୟ ଦୁର୍ଲଭ। ଯେ ଧର୍ମ ଭାଗରେ ସୁଲଭ ଯେ ଧର୍ମ କଥା ବିଧିକୃତ କହି ସନ୍ତୋଷ କର ଚିତ୍ତ। କହନ୍ତି କରୁଣା ସାଗର ହେ ପ୍ରିୟ ଶୁଣ ଧର୍ମସାର। ପୂର୍ବେ ଯେ ପୃଥୁ ଚକ୍ରବର୍ତ୍ତୀ ସୂର୍ଯ୍ୟବଂଶରେ ଉତ୍ତାପତି। କୃତ ଯୁଗରେ ମହାରାଜା ସୁଖେ ପାଳଇ ଜନପ୍ରଜା। ଧରଣୀ ଶସ୍ୟ ପୂର୍ଣ୍ଣ କରି ଦୁଷ୍ଟ ଦାନବ ଦର୍ପ ହରି। ବିଷ୍ଣୁର ଅଙ୍ଗୁ ଅବତାର ଜଣେ ବିବେକ ନୃପବର। ନାରଦ ମୁନିଙ୍କ ଅଗ୍ରତେ ଧର୍ମ ପୁଛଇ ନିତ୍ୟ ନିତ୍ୟ। ଦିନେଟି ଆସ୍ଥାନେ ବସାଇ ମୁନିକି ବୋଲେ ନରସାଇ। ହେ ମୁନି ବିଷ୍ଣୁ ପରାୟଣ ତୁମ୍ଭେ ସକଳ ଧର୍ମ ଜାଣ। କହ କେବଣ ଧର୍ମେ ପ୍ରାଣୀ ଅନ୍ତେ କୃତାନ୍ତ ଲୋକ ଜିଣି। ବସନ୍ତି ଗୋବିନ୍ଦ ମନ୍ଦିରେ ପୁଣ ନ ପଡ଼ନ୍ତି ସଂସାରେ। କେହି କେମତେ ଧର୍ମ ପୁଣ ମୁନି କହନ୍ତି ରହେ ଶୁଣ। କାର୍ତ୍ତିକ ବ୍ରତ ଧର୍ମ ଫଳେ ମୁକ୍ତି ଲଭନ୍ତି ନିଶ୍ଚଳେ। ଅଶେଷ ଜନ୍ମ ପାପ ହରେ ନିଶ୍ଚିନ୍ତେ ବସେ ବିଷ୍ଣୁପୁରେ। ଏମନ୍ତ ଧର୍ମ ହିଁ ସିଦ୍ଧି ଶୁଣ ସେ ବ୍ରତ ରାଜ ବିଧି। ପୂର୍ବେ ବିଧାତା ପଦ୍ମଜୋନି ବିଷ୍ଣୁ ଆଦେଶ ଶିରେ ଘେନି। ଅମର ସଭା ମଧ୍ୟ ବସି କାର୍ତ୍ତିକ ଧର୍ମ ପ୍ରଶଂସି। ଯାହା କହିଲେ ବିଧି ମତେ ସେ କଥା ଶୁଣ ଏକଚିତ୍ତେ। ଆଶ୍ୱିନ ଶୁକ୍ଳ ଏକାଦଶୀ କାର୍ତ୍ତିକ କୃତ୍ୟ ଉପବାସୀ। ବ୍ରତ କରିବେ ଯେଉଁ ଜନ ସଂକଳ୍ପ ଇଛି ସେହି ଦିନ। ରଜନୀ ପ୍ରାତଃକାଳ ଦେଖି ସତ୍ୟରେ ଶୟନ ଉପେକ୍ଷୀ। ଗ୍ରାମ ଉପାନ୍ତେ ନୈଋତେ ଗମିବ କର୍ମାଣୀ ନିମନ୍ତେ। ସେହି ଦିଗକୁ ମୁଖ କରି ଉତ୍ତରେ ତିନି ତାଳି ମାରି। ଅଧପଦନ ତୃଣାସନେ କର୍ମାଣୀ ବସିବ ମୌନେ। ପାତ୍ରେ ଉଦକ ଥିବ ନେଇ ମୃତ୍ତିକା କିଛି ଥିବ ଥୋଇ। ଶୌଚ ହେବ ବେନି ଯୋଗେ ତ୍ରୟ ଗୃହରେ ଏକଲିଙ୍ଗେ। ବାମ ହସ୍ତରେ 10 12 ଶପଥ ବେନି କରସ୍ଥଳ। ପାଦ ଯୁଗରେ ତିନି ତିନି ଶୌଚ ମୃତ୍ତିକା ଜଳ ଘେନି। ପୁଣି ପ୍ରବେଶ ହୋଇ ଘରେ ବାସ ଆସନ ଘେନି କରେ। ପ୍ରବେଶ ହୋଇ ଜଳ ଖାଟେ ସେ ଯେ ବିହିତ କର୍ମ ପାଠେ। ଆଣିବ ଦାନ୍ତ କାଠି ଖୋଜି ବନସ୍ପତିରେ ଯେତେ ବର୍ଜି। ସମିଧ କଣ୍ଟକ ଦୁର୍ଗନ୍ଧ ଯେ ସ୍ଥାନ ଦେବର ପ୍ରସିଦ୍ଧ। ଖର ସମିଧ ଲତା ତୃଣ ଏତେ ଉପେକ୍ଷୀ ଆନେ ଆଣ। ଯଦ୍ୟପି ବୃକ୍ଷ ନ ମିଳିବ ରସାଳ ପତ୍ରରେ ଘଷିବ। ଆପେ ରୋପିଲା ବୃକ୍ଷ ଛାଡ଼ି ପତ୍ର ତୋଳିବ ମନ୍ତ୍ର ପଢ଼ି। ଦାନ୍ତ ମାଜିବ ଯତ୍ନ କରି ଚତୁର୍ଥୀ ଦିନ ଉପହରି। ଉଆଁଶୀ ଷଷ୍ଠୀ ଏକାଦଶୀ ଯେବେ ଗ୍ରହଣ ରବି ଶଶୀ। ଏଦିନ ନ ଘଷିବ ଦାନ୍ତ ଦ୍ୱାଦଶ ବାର ଜଳେ ଧୌତ। ନୋହିଲେ ଦିନ ଅନୁସରି ରଜନୀ ଥାଉ ଶୁଦ୍ଧ କରି। ବିଶେଷ ଗ୍ରହଣ ବର୍ଜିତ ତିଳ ମଇଳା ଏହି ମତ। ନାଭି ପ୍ରମାଣେ ଜଳେ ପଶି ସ୍ନାନ କରିବ ମନ୍ତ୍ର ଘୋଷି। ସୁମରି ଦେବ ଜନାର୍ଦ୍ଦନ ବ୍ରତ କରିବ ନିବେଦନ। ହେ ଦେବ ଲକ୍ଷ୍ମୀପତି ଏ ମୋର ବ୍ରତ ତୁମ୍ଭ ପ୍ରୀତି। କାର୍ତ୍ତିକ ପ୍ରାତଃ ସ୍ନାନ ଫଳ ସୁଦୟା କର ଆଦି ମୂଳ। ଅଶେଷ ଜନ୍ମ ପାପ ହର ଦୁଃଖ ନାଶନ ବାନା ତୋର। ଏମନ୍ତ ବୋଲି ସ୍ନାନ କରି ସୂର୍ଯ୍ୟ ଅବଲୋକନ କରି। ସ୍ତୁତି କରିବ ଯୋଡ଼ି କର ବୋଲିବ ତ୍ରାହି ଦିନେଶ୍ୱର। ତୃଦେବ ଦାମୋଦର ମୂର୍ତ୍ତି କାର୍ତ୍ତିକ ମାସେ ଜଳେ ସ୍ଥିତି। ଅତି ପ୍ରସନ୍ନ ତବ ତଳୁ ମତେ ଉଦ୍ଧର ଭାବ ଜଳୁ। ଏମନ୍ତ ବୋଲି ସ୍ତୁତି କରି ଜଳ ଅଞ୍ଜଳି କରେ ଧରି। ଆଦିତ୍ୟ ଦେବ ଜଳଦାନ ବୋଲିବ ନମ ନିରଞ୍ଜନ। ସଂଜ୍ଞା ବଲ୍ଲଭ ଜ୍ୟୋତିର୍ମୟ ମୋର ଦୂରିତ କର କ୍ଷୟ। ଏମନ୍ତ ବୋଲି ସ୍ତୁତି ଭଣି ସ୍ନାନ ଫଳେ ଲଭେ ପୁଣି। ପୁଷ୍କରିଣୀରେ ପଞ୍ଚଗୁଣ ନଦୀରେ 10 ପରିମାଣ। ତୀର୍ଥେ ଯେ ସ୍ନାନ କରେ ଯାଇ ଲକ୍ଷ ଗୁଣରେ ଫଳ ପାଇ। ଏମନ୍ତ ସ୍ନାନ ଫଳ ଆଦି କହିବା ବସ୍ତ୍ର ବର୍ଣ୍ଣ ବିଧି। ନ ପିନ୍ଧି କଳା ରଙ୍ଗ ବାସ ଶୁକ୍ଳ ବସନ ବିଶେଷ। ଅଥବା ପୀତ ବସ୍ତ୍ର ପିନ୍ଧି ଆବର ବସ୍ତ୍ର ନୁହେଁ ସିଦ୍ଧି। ତେଣୁ ଦେବତାଳୟ ଯିବ ଯେ ଦେଶ ଥିବ ଯେଉଁ ଦେବ ବିଶେଷ ହରିହର ଆଳ। ଏବେନି ଦେବଙ୍କର ମୂଳ ଦେବତା କରି ଦର୍ଶନ। ନିବେଶୀ ପୂଜା ଦ୍ରବ୍ୟମାନ ଗନ୍ଧ ଚନ୍ଦନ ପୁଷ୍ପ ଫଳେ। ଦ୍ରୁପଦୀ ପଦେ ଯେବା ମିଳେ ବିଧି ଉପାଧି ଦ୍ରବ୍ୟ ପୂଜି। ଯେ ଦେବେ ଯେଉଁ ପୁଷ୍ପ ବର୍ଜି। କାର୍ତ୍ତିକ ମାସେ କନିଅର ପୂଜା କରିବ ଗଦାଧର। ଅରଖ ଦୁଦୁରା ଗଇସ ମଲ୍ଲିକ ଆଦି ପଞ୍ଚପୁଷ୍ପ। ବିଷ୍ଣୁକୁ ନ ସମପି ଏହା ଶିବେ ଅଯୋଗ୍ୟ ଶୁଣ ଯାହା। ଯବ ଉତ୍ପଳ କୁନ୍ଦ ଜୁଇ ସେବତୀ ଶିବକୁ ନ ଦେଇ। ତୁଳସୀ ଗଣେଶ ନ ପୂଜି ଦୁର୍ଗାଙ୍କୁ ଦୁର୍ବଦଳା ବର୍ଜି। ଇତି ଉତ୍ତାରେ ପୂଜା ବିଧି ସକଳ କର୍ମେ ଚିତ୍ତ ଶୁଦ୍ଧି। ଜପିବ ନାରାୟଣ ନାମ ବାଞ୍ଛା କରିବ ଫଳ କାମ। ଶାସ୍ତ୍ର ପୁରାଣ ଗୀତା ବାଣୀ ବିଷ୍ଣୁ ଚରିତ ଯୋଉ ବଣି। ତାହା ଶୁଣିବ ମନ ତୋଷେ ଭଜିବ ଗୁରୁ ଉପଦେଶେ। ମନରେ ସଂକଳ୍ପ କରିବ କାର୍ତ୍ତିକେ ଛାଡ଼ି ଯେତେ ଦ୍ରବ୍ୟ। ତାହା କହିବା ବିଧି ମତେ ଶୁଣ ସୁଜନ ଏକଚିତେ। ଏ ପଦ୍ମ ପୁରାଣ ଭକତ ଉତ୍ତରଖଣ୍ଡେ ସାରସ୍ୱତ। ଶ୍ରୀକୃଷ୍ଣ ସତ୍ୟ ସନ୍ନିଧାନେ କହନ୍ତି କାର୍ତ୍ତିକ ବର୍ଣ୍ଣନେ। ସେ ପତି ପତ୍ନୀ ପାଦ ତଳେ
ଅନେକ ଜନ୍ମ ତପ ଫଳେ ନମୟୀ ମହାଦେବ ଦାସ କରୁଣା କର ପିତବାସ। ଇତିଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମହାତ୍ମ୍ୟେ କାର୍ତ୍ତିକ ବ୍ରତ ସଂକଳ୍ପେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ। ନାରଦ ଉବାଚ କହନ୍ତି ବ୍ରହ୍ମାଙ୍କ କୁମର ଶୁଣ ରାଜନ ଧର୍ମସାର କାର୍ତ୍ତିକ ବ୍ରତେ ଯାହା ଅଛି ଅବଶ୍ୟ ଅର୍ଥେ ଯାହା ଇଚ୍ଛି ବ୍ରହ୍ମାଙ୍କ ବଚନେ ବିହିତ ଯେ ବିଷ୍ଣୁପ୍ରିୟ ମହାବ୍ରତ ତାହା କହିବା ବିଧି ମତେ ସଂସାର ଜନଙ୍କର ହିତେ ଆତ୍ମାର କାରଣ ବିଚାରେ ଯେ ଜନ ପାଳିବ ସଂସାରେ ମଧୁ ମାଂସାଦି ଯେ ଆମିଷ କୋଳଥ ମସୁର ଯେ ମାଂସ ବାର୍ତ୍ତାଳୀ ଆଦି କଣ୍ଟା ଫଳ କୁଷ୍ମାଣ୍ଡ ଆଦି ମଧୁରାଳ ଅଗସ୍ତି ବିନୁ ଯେତେ ଶାକ କାର୍ତ୍ତିକେ ବର୍ଜିବ ଶୀତକ ଯେ କୃଷ୍ଣ ବନ ରଙ୍ଗ ଜ୍ୟୋତି କାର୍ତ୍ତିକେ ନ ଭଖେଇ ବ୍ରତି ଲେମ୍ବୁ ଜମ୍ବିଳ ବହୁ ବିଜି ମୂଳା କକଡ଼ା ଭେଜି ତିଳ ଏରଣ୍ଡ ରସ ବେନି କାର୍ତ୍ତିକେ ଅଙ୍ଗରେ ନ ଘେନି ଅଜା ମହିଷୀ ବେନି କ୍ଷୀର କାର୍ତ୍ତିକେ ନ କର ଆହାର ତାମ୍ବୁଳ ଆଦି ମୁଖବାସ ଭକ୍ଷଣ ଅତି ବଡ଼ ଦୋଷ ନିନ୍ଦିତ ଦ୍ରବ୍ୟ ବା ଉଚ୍ଛିଷ୍ଟ ଦଗ୍ଧ ପଦାର୍ଥ ଅପ୍ରତିଷ୍ଠ ବିଷ ପ୍ରୟୋଗ ଯବେ ଯେତେ ସର୍ବବର୍ଜିବ ମହାବ୍ରତେ କୁସଙ୍ଗ ପରିହାର ଖେଳ କଳହ କ୍ରୋଧ ହିଂସା ହୁଡ଼ ମିଥ୍ୟା ବଚନ ନିନ୍ଦା ଛଳ କାର୍ତ୍ତିକେ ବର୍ଜିବ ସକଳ ଚଣ୍ଡାଳେ କଥା ନ କହିବ ସ୍ତ୍ରୀ ସଂସର୍ଗ ନ କରିବ ଶୟନ ନ ଇଚ୍ଛୁକ ସଙ୍ଗ ନ ଦେଖି କୂଟ ନଟ ରଙ୍ଗ ବୃକ୍ଷ ଆରୋହଣ ନ କରି ଅଥଳ ଜଳେ ନ ପହଁରି ଭୁଜଙ୍ଗ ନ କରିବ କ୍ରୀଡ଼ା ଯେଣୁ ଆତ୍ମାକୁ ଲାଗେ ପୀଡ଼ା ଯେଣ ନହିବ ପରବେଶ ନ କରି ପର ପାକେ ଗ୍ରାସ ଏତେ ବର୍ଜିତ କରି ନିତ୍ୟ ଗୁଣ କହିବ ଯେବକୃତ୍ୟ ଅବଶ୍ୟ ଅନ୍ୟ ଅର୍ଥେ ଧାନ ବର୍ଜିତ ରଙ୍ଗ କୃଷ୍ଣ ବର୍ଣ୍ଣ ଶରଦ ଅନ୍ତେ ଜହୁ ପାଚି ବହୁ ବିହୀନ ତାହା ସଞ୍ଚି ଏଥି ଉତ୍ତର ଧାନ ଫଳ ଯେ ସୁଧ ସର୍ବାଙ୍ଗ ସୁକଳ ସେ ଧାନ ତଣ୍ଡୁଳ ବିଚାରି ଯେବା କଳଙ୍କ ଅପହରି ଅନ୍ନ ରାନ୍ଧିବ ଶୁଦ୍ଧ ପତ୍ରେ ଯେବା ବର୍ଜିତ ପତ୍ର ପାତ୍ରେ ବ୍ୟଞ୍ଜନ ଅର୍ଥେ ଯାହା କଳ୍ପି ସେ କଥା କହିବ ସଂକ୍ଷେପୀ ଅଗ୍ନି ଅପାକ ଯେଉଁ ଲୁଣ ଅବଶ୍ୟ ଯୋଗେ ତାକୁ ଆଣ ଗୋକ୍ଷୀର ଘୃତାଦି ଲବଣୀ ବ୍ରାହ୍ମଣ ମନ୍ଦିର ନ କିଣି ମଦ୍ୟପ ଜନ ନ ଛୁଇଁବ ଏମନ୍ତ ଗୋରସ ହୋଇବ କାକୁଡ଼ି ବହୁ ବୀଜ ମଧ୍ୟ ବନ୍ତଳ ଫଳ ଦେଖି ସୁଧେ ମୂଳକେ ଯୋଗ୍ୟ ସର୍ବସାରୁ କୃଷ୍ଣ ବର୍ଣ୍ଣରେ ମୃଗ କରୁ ଶୁକ୍ଳ ଇକ୍ଷୁ ନାରିକେଳ ଅଗସ୍ତି ଶାକ ଧାତ୍ରୀ ଫଳ ଆଦ୍ରକ ମୂଳ ଅଗ୍ରଭାଗେ ସମ୍ପାତି ଶୁଦ୍ଧ ପାତ୍ର ଯୋଗେ ଯାହାକୁ ଯେ ଅବା ମିଳିବ ନ ପାଇ ବିମୁଖ ନହିବ ଅନ୍ନ ସଂଯୋଗୀ ପାତ୍ର ସାର କହିବ ଶୁଣ ନୃପବର ଶାଳ ପଣସ ରମ୍ବା ତରୁ ପଲାଶ ନଗେନି ମଧ୍ୟରୁ ଏ ଚାରି ବୃକ୍ଷ ଯେବା ମିଳେ ଅନ୍ନ ସଂଯୋଗୀବ ସେ ଦଳେ ଦ୍ୱିତୀୟ ସ୍ନେହାନ ନିମନ୍ତେ ଚିକଣ ବାଞ୍ଛା କଲେ ଚିତେ ସୋରିଷ ରସ ଅଙ୍ଗେ ଘେନି ଯେତେ ଦିବସ ଧର୍ମହାନି ସେ କଥା ଶୁଣ ଏକଚିତେ ବିଶେଷ ଏକାଦଶୀ ବ୍ରତେ ପର୍ବପର୍ବାଣୀ ଚତୁର୍ଦ୍ଦଶୀ ଷଷ୍ଠ କଳରେ ଯେବେ ଶଶୀ ପିତୃ ଦିବସ ଯେତେ ହେବ ତୈଳ ଗ୍ରହଣ ନ କରିବ ଏତି ଉତ୍ତାରେ କଥା ଶୁଣ କାର୍ତ୍ତିକ ହବିଷ୍ୟ ଲକ୍ଷଣ ଆଦିତ୍ୟ ବାରୁଣୀ ପ୍ରବେଶ ସେ କାଳେ କଳ୍ପିବ ଅବଶ୍ୟ ଅନ୍ନ ସଂଯୋଗ ପାତ୍ର ସ୍ଥାନେ ବସିବ ଧରଣୀ ଆସନେ ପୂର୍ବ ଦିଗକୁ ମୁଖ କରି ହସ୍ତେ ତୁଳସୀ ଜଳ ଧରି କୃଷ୍ଣ କରିବ ନିବେଦନ ତେଣେ ସନ୍ତୋଷ ଜନାର୍ଦ୍ଦନ କୃଷ୍ଣଙ୍କୁ ଦେଇ ଅବଶେଷ ଚିତ୍ତର କଳ୍ପି କରି ଗ୍ରାସ ଭୋଜନେ ନ କହି ବଚନ ମୌନେ କରି ଆଚମନ ପୁଣି ଉତ୍ତମ ସ୍ଥାନେ ବସି ରାମ ଗୋବିନ୍ଦ ନାମ ଘୋଷି ଜାଗର ଜାଳି ସନ୍ଧ୍ୟାକାଳେ ବସାଇ ଦେବତାଙ୍କୁ ଆଳେ ନହିଲେ ତୁଳସୀ ଅଗ୍ରତେ ଦୀପ ବସାଇ ସୁଧା ଚିତ୍ତେ ବିଷ୍ଣୁଙ୍କୁ ନମସ୍କାର କରି ଜନ୍ମାଦି ପାପ ଭାର ହରି ପୁଣି କାର୍ତ୍ତିକ ଦୀପଦାନୀ ଧର୍ମ ବର୍ଦ୍ଧିତ ଦିନେ ଦିନେ ଉଚ୍ଚେ ଯେ ସଂଯୋଗ ହୋଇ ଦୀପ ବିଷ କହିବା ତାର ତପ ଶପଥ ଜନ୍ମ ପାପ ରାଶି ତୃତୀୟ ସମ୍ବତ୍ସରେ ନାଶି ପାପ ନଥିଲେ ପୁଣ୍ୟ ବଢ଼େ ଅନ୍ତେ ଗରୁଡ଼ ଧ୍ୱଜ ଚଢ଼େ ଗୋବିନ୍ଦ ସଙ୍ଗେ ସଙ୍ଗ ହୋଇ ବୈକୁଣ୍ଠ ଭୁବନକୁ ଯାଇ ହେମନ୍ତ ଦୀପଦାନ ଫଳ କାର୍ତ୍ତିକେ ଶୁଣ ମହିପାଳ ଶ୍ରବଣ ଜନବ୍ରତି ହୋଇ କାର୍ତ୍ତିକେ ତୃଣ ପାଡ଼ି ଶୋଇ ସେ ତୃଣ ଅଗ୍ନି ଜେନେ ଦଂଶେ ବ୍ରତିପାତକ ତେନେ ଦାସେ ଯମ ନିୟମ ଯେତେ ବିଧି କାର୍ତ୍ତିକ କୃତ୍ୟରେ ପ୍ରସିଦ୍ଧି ଝିଅ ବା ତହିଁ ଫଳଶ୍ରୁତି ଜଣନ୍ତି ବିଷ୍ଣୁ ବେଦପତି ଏମନ୍ତେ କାର୍ତ୍ତିକ ମାସରେ ଯେ ବ୍ରତ ବିଧିମତ କରେ କିସ କହିବା ତାର ଗୁଣ ସେ ଜନ ସ୍ୱୟଂ ନାରାୟଣ ଶ୍ରୀମୁଖେ କହିଛନ୍ତି ହରି କାର୍ତ୍ତିକ ବ୍ରତ ସମସରି ଯେତେଣେ ହୁଏ ଅନୁଗତ ସେ ମତେ ଲଭ ନିୟତ ଏବେ ଶୁଣ ନୂପନିଧି କାର୍ତ୍ତିକ ଉଦ୍ଯାପନ ବିଧି ଶୁକ୍ଳ ଚତୁର୍ଦ୍ଦଶୀ ଦିନ ବ୍ରତ ଉତ୍ସୁକ କରି ମନ ଦ୍ୱାରେ ଯେ ତୁଳସୀ ବିଜୟ ସେଠାରେ ମଣ୍ଡପ ଗୋଟିଏ ତୋଳିବ ଅତି ଯତ୍ନ କରି ଚାରି ଦିଗକୁ ଦ୍ୱାର ଚାରି ମଣ୍ଡଣି କରିବ ମଣ୍ଡପ ଉପରେ ଦେଇ ଚନ୍ଦ୍ରତପ କୁସୁମ ଚାମର ବସନେ ମଣ୍ଡପ ମଣ୍ଡିବ ଯତନେ ଗୋମୟ ଘେନି ଜଳ ଲିପି ତୁଳସୀ ମୂଳେ ବିଷ୍ଣୁ ସ୍ଥାପି ପଞ୍ଚବର୍ଣ୍ଣୀ ମୁରୁଦ ଯୋଗେ
चित्र करिब भूमि भागे द्वार स्थापिब द्वारपाल पूर्व भागरे अतिशील दक्षिण सुशील दुआरी पश्चिमे जय नाम धरी विजय स्थापिब उत्तरे मंडप लेहिब भितरे सबत्र नाम भद्रचित्र मध्य कमल अष्टपत्र दिगपाल को स्थापी जेजन जे प्रभु पूर्णानंद रूपी अशेष जंतुक जीवन ताहाकु करी आवाहन लक्ष्मी को स्थापी मूले भट्ट बसाई पूजा स्थले आच्छादित ही पीतवस्त्रे जागर जाले गुआवृते आदि उपाधि स्थूल करी ब्राह्मण तीन वेदु बरी जे ब्रह्मा विष्णु महेश्वर हेमंत कल्पी द्विजवर तीन को आसने बसाई पूजिब गंध पुष्प दे वचने पुण पूजा अर्चन करी देवराज मंडप उपरे कलश किराल बांधी झिनवास चारिद्वारी की पूजा विधि विप्र वचन करी सिद्धि पूजिब जगत अदीप गंध चंदन दीप दीप शुक्ल पुष्प शिरे दे बोलिब कृष्ण त्राही त्राही विविध उपहार द्रव्य मंत्र सुमरी भोगदेव गोविंद नाम धरी नित्य उत्सववादी नृत्य गीते हेमंते बंचिब सर्वारी निशि प्रभाते स्नान करी पूजा स्थान जेते द्रव्य मंत्र सुमरी भोगदेव कील कांचन गोरुदान विप्र को करी निवेदन तांक पत्नी की तीन शाढ़ी दे कहब कर जोड़ी हे विप्रवर तुम्बे हरि मते संसार कर पारी हेमंत कहब वचन गुरु को देव रत्नदान तिल पायस दधि रसे अनल पूजिब सतोषे व्रत दक्षिणा विप्रे देव मेलाणी मागी गृहे जीव जहाँ काटिके थी छाड़ी रतन प्रकार ता लोड़ी बिहाई अनुक्रमे द्रव्य विप्र भोजन समर्पिब आरेक दिन आदि मासे कार्तिक व्रत अवशेष प्रतिपदिन निज गृहे बंधु कुटुंब गिनी स्नेह पाक संपत्ति षड़ रसे भोजन करिब सतोषे हेमंत कार्तिक विधान व्रत पालती जो जने तांक धर्म फल जहाँ कहवा शुण नर नाहा संसार जेते धर्ममान तुला पुरुष आदि दान गंगा जमुना सरस्वती मणिकर्णिका पुण्यवती नर्मदा प्राग गोदावरी हिंदू संगमे सुरासुरी प्रवासी प्राची बैतरणी गोमती रेवा कृष्णावेणी जयचंद्रभाग चित्रकला जहीं जन्म विष्णुशीला रमिजमान सरोवर जहीं विजय गदाधर सुवर्ण रेखा मधुमती श्रीहद सिद्धवन स्थिति पापनाशिनी पुण्यतोया इंद्रदेवन विष्णुकाय सरोज शिव गंगा नदी ऋषिकुल्यादि महानदी यादि पुण्यतीर्थ जल स्नान कलेक जेते फल राजसूयादि जेते कृत्य वेद विहित जेते व्रत जोग समाधि दान ध्यान प्रसाद आदि कीर्तिमान बंचिबा वर्णाश्रमे रही पापे दगध करी देही ए सर्वधर्म ठूल करी कार्तिक व्रते नुहे सरी जावत पुण्य करी एक सहस्र गुणरे कार्तिक विष्णुर अति प्रिय जेणु कार्तिक महापुण्य तेणु अंगे जे पाप विघ्ने थांती कार्तिक संकल्प जाती केशरी आगमन पथे जेने पलांती गजजुते एमते कार्तिक महिमा वचन कि देवा उपमा कार्तिक छाड़ी जेते करी दश सागर फल सरी भविष्यगत गुण जान उद्यापन लक्ष्य गुण जागजोगर स्वर्ग भोग कार्तिक वैकुंठरे जोग विधि संकल्प व्रत कले अक्षय मुक्ति पाई भले जावत धर्म करी नरे कार्तिक व्रत जे न करे तार सकल धर्म नाशे युवती जेठे परवासे सुधर्मपण जाई तार कार्तिक हीन तेने नर किंचित जेबे प्रतिपाली अन्य कर्म को धर्म बली कार्तिक पाली अन्य धर्म कले सफल सबु कर्म यही प्रकार एकादशी आबर पालन तुलसी ए तीन महिमा समान विशेष कार्तिक प्रधान शुण राजन धर्मसार ए पद्म पुराण केशर उत्तराखंडे परसिद्धि कार्तिक धर्म यथाविधि जे शुणे दिव्य ज्ञाने संशय दूर करी मने से कार्तिक धर्म पाई सर्वभू दूरित क्षय जाई ब्राह्मण आदि चारि वन तिरि पुरुष जवा जन बिना कार्तिके शुद्ध नही विष्णु से मुखे चंती कही से प्रभु वाक्य उपदेश भणई महादेवदास इति श्री पद्मपुराण उत्तराखंडे कार्तिक महात्म्य पृथ्वी नारद संवादे कार्तिक उद्यापन धर्म कथने नाम षष्ठ अध्याय सप्तम अध्याय पृथ्वीवाच नारद वाक्य कर्णे शुणी कार्तिक धर्मे मने गुणी श्री एकादशी व्रत रीति जानिबे जहु उत्पत्ति तुलसी महिमा कथने शुणी संशय राजा मने नारद मुख चाहि बणी भवनी असंभव वाणी किंपा कार्तिक उद्यापन तुलसी मूले दीपदान विशेष तुलसी सेवने असंख्य धर्म दीपदाने एड़े प्रसिद्ध वृक्ष जहु पूर्व से उपजिला कहूँ से कथा कह मुनिवर शुणी संशय जाऊ दूर नारद उवाच पृथुवचन देव ऋषि बोलती शुण मनुवंशी तुलसी वृक्ष जहु जात
କହିବା ତହିଁରେ ଚରିତ। ତେବେ ଯେ ପୁରା ସତ୍ୟ ଯୋଗେ ବିବିଧ ସମ୍ବତ୍ସର ଯୋଗେ ଭଗବାନ ନାମେ ସୁରପତି ସଂଘାରେ ଘେନି ବୃହସ୍ପତି ବହୁତ ସମ୍ପଦ ବ୍ୟବହାରେ ଗଲେ ସେ କପିଳାସପୁରେ ଈଶ୍ୱର ଦର୍ଶନ ଆସେ ଇନ୍ଦ୍ର ପ୍ରବେଶ କପିଳାସେ ଦେଖିଲେ ଗିରିବର ଶୋଭା ଧବଳ ଜ୍ୟୋତି ତାର ପ୍ରଭା ସୁଧା ସ୍ଫଟିକ ଗିରିବର ବିବିଧ ମଣି ରତ୍ନସାର କନକ ଆଦି ଅଷ୍ଟଧାତୁ ବିରାଜେ ଜ୍ଞାନ ଗୁଣ ହେତୁ ପୁଷ୍ପମଣ୍ଡିତ ତରୁବରେ ଅମୂଲ୍ୟ ତୁଲ୍ୟ ଫଳ ଧରେ ଦ୍ୱିତୀୟ ମୂଳେ ହୋମ ବେଦୀ ସୁନନ୍ଦ ନାମେ ବହେ ନଦୀ ସୁଧ ଶୀତଳ ପରିମଳ ସର୍ବଦା ସ୍ରବେ ବହେ ଜଳ କମଳ କୁମୁଦ ନୀଳେନ୍ଦୀ ପୁଷ୍ପେ ସୁନ୍ଦର ଦିଶେ ନଦୀ ସାରସଗଣ ଜୁତେ ଜେନେ ବିବୁଧ ସ୍ୱର୍ଗ ପଥେ ତୀରେ ବସନ୍ତି ସିଦ୍ଧଗଣ ଧ୍ୟାନେ ଚିନ୍ତନ୍ତି ନାରାୟଣ କେବଳ ଯୋଗୀ ଶିବ ପାଦେ ମନ ନିବେଶି ଅପ୍ରମାଦେ ସହସ୍ର ଅଛନ୍ତି ଦେଖି ଆନନ୍ଦ ସଚିପତି ସେବନେ ଯେତେ ପଶୁ ଯିବେ ନିର୍ଭୟ ବିଚରନ୍ତି ସର୍ବେ ରୂପେ ଦିଶନ୍ତି ଦିବ୍ୟ ଶୋଭା ସବୁରି ଦେହ ଶିବ ପ୍ରଭା କରୁଣା ଯୁଥେ ମତ ଗଜ ବହନ୍ତି ଐରାବତ ତେଜ ବନେ ଚରନ୍ତି କାମଧେନୁ ଶରଦ ସ୍ୱାମୀ ପ୍ରାୟତନୁ ମୃଗ ଶାର୍ଦୂଳ ସିଂହ ଶଶା କେହି କାହାକୁ ନାହିଁ ହିଂସା ସର୍ବେ ଭକ୍ଷନ୍ତି ପତ୍ରଫଳ ପିଇ ନର୍ମଦା ନଦୀ ଜଳ ଶିବ ଆଶ୍ରୟ ମହାତେଜ ଦେଖି ବିଚାରେ ଦେବରାଜ ଈଶ୍ୱର ସମ୍ପଦର ମୂଲ୍ୟ ତିନି ଭୁବନେ ନାହିଁ ତୁଲ୍ୟ ବନ ପର୍ବତ ଏଡ଼େ ଶୋଭା କିବା ସୁନ୍ଦର ପୁର ପ୍ରଭା କେମନ୍ତେ ଦେଖିବ ଲୋଚନେ ବୁଝିବ ଶଙ୍କର ଦର୍ଶନେ ଏତେ ବିଚାରି ତହୁଁ ଚଳି ଈଶ୍ୱର ସିଂହ ଦ୍ୱାରେ ମିଳି ବାସବ ଆଗମନ ଜାଣି ଦ୍ୱାରେ ବସିଲେ ଶୂଳ ପାଣି ବାସବ ଗର୍ବ ବିନାଶନୀ ଶିବ ବିଚାର କଲେ ମନେ ନିଜ ସ୍ୱରୂପ ଗୋପ୍ୟ କରି ମାୟା ମନୁଷ୍ୟ ରୂପ ଧରି ଜରା ଅବସ୍ଥା ତନୁ କ୍ଷୀଣ ମଳିନ ବସ୍ତ୍ର ବେଶହୀନ ଅଧବଦନେ ଦ୍ୱାରେ ବସି ଇନ୍ଦ୍ରତା ସନ୍ନିଧେ ପ୍ରବେଶୀ ଏ ବୃଦ୍ଧ ନର ପୁଛୁ ତତେ ଦ୍ୱାରେ ବସିଛୁ କି ନିମନ୍ତେ କାଳେ ତ ପ୍ରାୟ ତନୁ ଦେଖି କିତୁ ଭିକ୍ଷୁକ ନିରିମାଖି ଯାଚକ ବୃତ୍ତି ଅଛୁ ଆସି କିଏ ବା ଶିବପୁର ବାସି ଏବେ ଶଙ୍କର ଗଣ ତୁହି କହ ଈଶ୍ୱର ଛନ୍ତି କାହିଁ ଆମ୍ଭେ ଆମର ପୁର ରାଜା ଦେଖିବୁ ଶଙ୍କର ଗିରିଜା କେମନ୍ତ ଶୋଭା ଶିବପୁର ଈଶ୍ୱର ସମ୍ପଦା ବ୍ୟବହାର ଦେଖିତ କରିଅଛୁ ସଦ ଯାହା ପଚାରୁ କହ ବୃଦ୍ଧ ବାସବ ଏମନ୍ତ ବଚନ ଶିବ ହସନ୍ତି ମନେ ମନେ ଇନ୍ଦ୍ରଙ୍କୁ ନଦେଲେ ଉତ୍ତର ପୁଣି ପୁଛଇ ସୁନାସୁର ତୁ କି ବଧିର ଜଡ଼ଜନ ପୁଛିଲେ ନ କହୁ ବଚନ ଆମ୍ଭେ ଅମର ପୁର ରାଜା ଦେଖିବୁ ଶଙ୍କର ଗିରିଜା ତୁ କେଉଁ ଗର୍ବେ ବସିଅଛୁ କଥା ନ କହୁ ଆମ୍ଭେ ପୁଛୁ ଇନ୍ଦ୍ରଙ୍କୁ ଚାହିଁ ମନେ କପି ଜିତେ ଓଷ୍ଠ ଦନ୍ତ ଚାପି ଏମନ୍ତ ବାସବ ବଚନେ ଶଙ୍କର କର୍କଶ ଲୋଚନେ ଦେଖେ ସକ୍ରତି ସୁରପତି ଘେନିଲେ କୁଳିଶ ଶକତି ରାଜସ ଗୁଣେ ସଚି ନାହା ରୁଦ୍ରଙ୍କୁ ପ୍ରହାରିଲେ ତାହା ସେ ବଜ୍ର ରୁଦ୍ର କଣ୍ଠେ ପଡ଼ି ଶୁଭିଲା ଜେନେ ଘଡ଼ି ଅଙ୍ଗେ ନେବେଦେ ଦେବସର ଉପୁଡ଼ି ପଡ଼ିଲା ଭୂମିର ଈଶ୍ୱର କଣ୍ଠେ ବଜ୍ର ବାଜି ଅନଳ ଜାତ ହେଲା ଗର୍ଜି କଣ୍ଠ ଦିଶିଲା କୃଷ୍ଣ ବର୍ଣ୍ଣ ନିଜ ସ୍ୱରୂପେ ତିଲୋଚନ ବାସବ ଆଗେ ହେଲେ ଉଭା ବିରାଜେ ଅଙ୍ଗ ଜ୍ୟୋତି ପ୍ରଭା ମଣିକୁଣ୍ଡଳ ଫଣି ହାର ଦେଖି କମ୍ପଇ ସୁନାଶିର ଅନଳ ତେଜ ଭୟ ପାଇ ଲୁଚିଲା ଗୁରୁ ପଦେ ଯାଇ ଇନ୍ଦ୍ର ରକ୍ଷଣ ବୃହସ୍ପତି ଶିବଙ୍କୁ ଚାହିଁ କଲେ ସ୍ତୁତି ବୃହସ୍ପତି ଉବାଚ କପାଳି ଯୋଡ଼ିବେନି କର ବୋଲଇ ଦୋଷ କ୍ଷମା କର ହେ ଭୋ ପ୍ରଭୁ ଜଗତ ଅଦୀପ ସୃଷ୍ଟି କାରଣେ ତୋର ରୂପ ତୁ ବ୍ରହ୍ମା ରୂପେ ସୃଷ୍ଟି କରୁ ପାଳନେ ବିଷ୍ଣୁ ରୂପ ଧରୁ ପୁଣି ସଂହାରୁ ରୁଦ୍ର ରୂପେ ଏ ତିନି ମୂର୍ତ୍ତି କଳ୍ପେ କଳ୍ପେ ଏଣୁ ଏ କାଳ ପରମାଣେ ତୋର ମହିମା କେବା ଜାଣେ ଯେ ତୋର ଚରଣେ ଶରଣ ସେ ଖଣ୍ଡେ ଅକାଳ ମରଣ ଅଶେଷ ବିପତ୍ତି ଋତରେ ଯେ ନିତ୍ୟ ଶିବ ନାମ ଧରେ ତୁ ଦେବ ମହାଦେବ ସର୍ବମଙ୍ଗଳ ସଦାଶିବ ପ୍ରାଣୀଙ୍କ ସୁରତି ଦାୟକ ନମ ନମସ୍ତେ ତ୍ରିଅମ୍ବକ ଅନ୍ଧକ ରିପୁ ତ୍ରିପୁରାରୀ ନମ ବିରୂପ ରୂପଧାରୀ ତୋର ମହିମା ଅଗୋଚର କାହିଁ ଜାଣିବ ସୁନାଶିର କାହିଁ ଜାଣିବ ପୁରନ୍ଦର ନ ଜାଣି ଦ୍ରୋହ କଲା ତତେ ଏବେ କମ୍ପଇ ଭୟ ଚେତେ ତୁ ଯେବେ ନ କରିବୁ ତ୍ରାହି ଆଉ ରକ୍ଷକ ଅଛି କାହିଁ କରୁଣା କର ତୋ ମହିମା ଇନ୍ଦ୍ର ଅପରାଧ କର କ୍ଷମା ସେବକ ହେଲେ ଅପରାଧୀ ତୁ ପ୍ରଭୁ କରୁଣା ବାରିଧି ଆମ୍ଭେ ସକଳ ସୁରଗଣ ତୋର ସେବକ ନିଶ୍ଚୟ ଜାଣ ପ୍ରସନ୍ନ ହୋଇ ଦୟା କର ଜୀବନ ବର୍ତ୍ତୁ ସୁନାଶିର ଅମନ୍ତ ବୋଲି ସ୍ତୁତି ଭଣି ଶୁଣି ସନ୍ତୋଷ ଶୂଳ ପାଣି ଅଙ୍ଗିରା ମୁଖ ଚାହିଁ ହରି ଅଙ୍ଗିରା ମୁଖ ଚାହିଁ ହର ବୋଲନ୍ତୁ ଧନ୍ୟ ଜୀବ ତୋର ଇନ୍ଦ୍ରରେ ଦେଲୁ ଜୀବଦାନ ଏଣୁ ତୁ ଜୀବ ନାମ ଘେନ ଏବେ ଅମରପୁରେ ଚଳ ସଙ୍ଗତେ ଘେନି ଆଖଣ୍ଡଳ ରୁଦ୍ର ଶ୍ରୀମୁଖ ଆଜ୍ଞା ପାଇ ଜୀବ ସଙ୍ଗତେ ସଚି ସାଇଁ ଶିବ ଚରଣ ତଳେ ପଡ଼ି ଏଠୁ କପାଳେ କର ଯୋଡ଼ି କରନ୍ତି ବିପରୀତ ଗତି ଅଦୃଶ୍ୟ ହେଲେ ଉମାପତି ଇନ୍ଦ୍ର ମନରେ ଚିନ୍ତା କରି ଗଲେ ସେ ବାଚସ୍ପତି ପୁରୀ ଏଥୁ ଅନ୍ତରେ ଶୁଣ ନୃପ ଈଶ୍ୱର ଦେହୁ ଯେଉଁ ତାପ ଅନଳ ରୂପେ ଉତ୍ତପତି ଦହଇ ଆକାଶ ଧରିତ୍ରୀ ତା ଦେଖି ଦେବ ବିଶ୍ୱନାଥେ ଅଗ୍ନିକି ଘେନି ବାମ ହସ୍ତେ ଗଙ୍ଗା ସାଗର ଭେଟ ଜହିଁ ସେ ଅଗ୍ନି ପକାଇଲେ ତହିଁ
ବାହୁଡ଼ି ବିଜେ କପିଳାସେ ଏତୁ ଅନ୍ତରେ ବିହି ବସେ ରୁଦ୍ର ଅନଳ ପଡ଼ି ଜଳେ ଇନ୍ଦ୍ର ଅର୍ଜିଲା କର୍ମ ଫଳେ ଜାତ ବାଳକ ରୂପ ଧରି କାନ୍ଦଇ ଘୋର ରାବ କରି ଧ୍ୱନି ଶୋଭଇ ତିନି ପୁରେ ଶୁଣି କମ୍ପତି ସୁର ନରେ ତରସ୍ତ ହୋଇ ସର୍ବଜନ୍ତୁ କେହି ନ ଜାଣେ କିସ ହେତୁ ସ୍ତମ୍ଭିତ ବାର ନିଧି ପାଣି ଜଳଧି ରାଜା ତାହା ଶୁଣି ମିଳିଲେ ବାଳକର ପାଶେ କୁମାର ରୂପ ଦେଖିତ ସେ ଦିବ୍ୟ ସୁନ୍ଦର ମହାତେଜ ଦେଶନେ ଜ୍ୟୋତି ଗ୍ରହ ରାଜ ଉତ୍ତନା ସାହି ହୋଇ ପଡ଼ି କାନ୍ଦଇ କରି ଘୋର ରଡ଼ି ସାଗର ସୂତ ପ୍ରାୟ ମଣି କୋଳେ ଧଇଲା ତାହା ଆଣି କ୍ରୋଧ ନିବାରିବାକୁ ମନ ବାଳକ କରଇ ରୋଦନ ବେଳକୁ ବେଳ ଦୀର୍ଘ ରଡ଼ି ଦିନେ ପ୍ରଳୟ ଘଡ଼ଘଡ଼ି ଧ୍ୱନି ପୂରିତ ଦଶ ଦିଶେ ଶୁଣି କମ୍ପତି ଚତୁର୍ଦ୍ଦଶେ ଉଲ୍ଲୋକପାତେ ଜେନେ ମହି ଜଗତ ଜନ ଦେଖି ବିହି ଆରୋହି ମୋରାଳ ବାହନେ ପ୍ରବେଶ ସିନ୍ଧୁ ସନ୍ନିଧାନେ ବ୍ରହ୍ମାଙ୍କୁ ଦେଖି ଜଳେଶ୍ୱର ଚରଣେ କଲେ ନମସ୍କାର ପୁତ୍ରକୁ ବ୍ରହ୍ମା କୋଳେ ଦେଇ କହନ୍ତି ଭକ୍ତି ଭାବ ବହି ପ୍ରଭୁ ଏ ମୋର ନନ୍ଦନ ଜନ୍ମହୁ କରଇ ରୋଦନ କେବେ ନହୋଇଲା ଚାନ୍ତଚିତ ତୁମ୍ଭେ ଯେ ଜଗତର ତାତ ଏ ପୁତ୍ର କ୍ରୋଧ ଶାନ୍ତ କର ପ୍ରସନ୍ନ ହୋଇ ଦିଅ ବର ମୁଁ ତୁମ ଚରଣର ଦାସ ପୁତ୍ରକୁ କର ମୋ ସନ୍ତୋଷ ସାଗର ବାକ୍ୟ ପଦ୍ମଜନି ବାଳକ ପ୍ରତି ଦୟା ଘେନି ବୋଇଲେ କ୍ରୋଧ ଶାନ୍ତ କର ଯୁବା ଅବସ୍ଥା ହେଉ ତୋର ସଂସାରେ ହୁଅ ମହାରାଜା ସକଳ ଲୋକେ ପାଅ ପୂଜା ଇଚ୍ଛାରେ ଭୋଗ କର ମହି ପତି ଜୁଣନ୍ତ ନେହୁ କେହି ଜଳୁଚୁ ହେଲୁ ଅବତାର ନାମ ତ ହେଉ ଜଳନ୍ଧର ଏମନ୍ତେ ବିହି ବାକ୍ୟ ବୋଧ କୁମର ଶାନ୍ତ କଲା କ୍ରୋଧ ଯୁବା ଶରୀର ତତକ୍ଷଣେ ନମାଇ ବିଧାତା ଚରଣେ କପଳେ ଯୋଡ଼ି ବେନି କର ବୋଲଇ ଶୁଣ ବେଦବର ତୁମ୍ଭ ସମାନ ଏକ ଜଣେ ମୋତେ ସମର୍ପି ମନ୍ତ୍ରୀପଣେ ସେ ମୋତେ ମୋତେ ରାଜନୀତି ଜେନେ ପ୍ରସନ୍ନ ବେଦପତି ସାଗର ସୂତ ବାକ୍ୟ ବିହି ଚିନ୍ତିଲେ ଶୁକ୍ରମୁନି ତହିଁ ଦକ୍ଷିଣେ ବ୍ରହ୍ମାଙ୍କ ଅଗ୍ରତେ ଆସି ମିଳିଲେ ଭୃଗୁସୂତେ ଚରଣେ କଲେ ନମସ୍କାର କଲ୍ୟାଣ କରି ବେଦବର ବୋଲନ୍ତି ଶୁଣ ଶୁକ୍ରଜାତି ତୁଜେ ସକଳ ଗୁଣେ ଖ୍ୟାତି ଏ ସିନ୍ଧୁସୂତ ଜଳନ୍ଧର ମର୍ତ୍ତ୍ୟମଣ୍ଡଳେ ରାଜା କର ତୁ ମନ୍ତ୍ରୀ ଥିବୁ ଏହା ତୁଲେ ଏମନ୍ତ କହି ବିହି ଗଲେ ବ୍ରହ୍ମାଲୋକରେ ପରବେଶ ନମୟୀ ମହାଦେବ ଦାସ।